ରାତି 12:10-15 ବେଳୁ ଯାଜପୁର ଯିବା ଯୋଗାଯୋଗ ପୁରା ବିଚ୍ଛିନ୍ନ ହେଇଅଛି। ମେନ୍ ଦୁଃଖ ହେଲା ଆମେ କହି ରଖୁଛୁ ମିଡ଼ିଆ ଭାଇମାନଙ୍କ ଆଗରେ ଯେ ଆମର ସ୍ଥାୟୀ ସମାଧାନ କଣ୍ଟିଘାଇକି କରାଯାଉ। ଯେପରି ଚୀନର ଦେଖ ହୁଏଙ୍ଗ ସେପରି ଆମର ଷୋଳମପୁରର ଦୁଃଖ ହେଉଛି କଣ୍ଟିଘାଇକୁ ଯଦି ସ୍ଥାୟୀ ସମାଧାନ ଗୋଟେ କରାଯାଏ, ସ୍ଥାୟୀ ସମାଧାନ କ'ଣ ନା ବନ୍ଧ ସ୍ୱତନ୍ତ୍ର ବନ୍ଧା ଯାଇକି ପାଣିକୁ ସମାଧାନ କରାଏ, ପାଣିକୁ ଆପସରେ ରଖାଯାଏ, ତାହେଲେ ଆମର ଦୁଃଖ ଏଠୁ କଣ୍ଟିଘାଇ ହିଁ ଯିବ। ପାଣି କାଲି ରାତି ଠାରୁ ଯୋଗାଯୋଗ ବିଚ୍ଛିନ୍ନ। ଆମର ଏଇ ବାହାଣିଆ ଦେଖନ୍ତୁ ଏଠି ଯୋଗାଯୋଗ ବିଚ୍ଛିନ୍ନ, ପ୍ରଶାସନ ତରଫରୁ କିଛି ଏପର୍ଯ୍ୟନ୍ତ ପହଞ୍ଚି ନାହିଁ। ଆଉ ଆମେ ଯାହା ଯେମିତି କରିକି ପାଣି ଟିକେ ଏବେ କମିବାର ଦେଖିବାକୁ ଆସ ପାଇଲୁଣି। ପାଣି ଏରିଆ ହେଲା ବରାହ ନୂଆପଡ଼ା ହଉ, ବିରୋଳି ହଉ, ଆଉ ଆମର ମୁଢାପଦା, ତିଖିଲିଆ, ଯୋଉ ଆନ୍ଦପୁର ତ ରହିଲେ କିନ୍ତୁ ଯୋଗାଯୋଗ ପୁରା ବିଚ୍ଛିନ୍ନ। ଆମେ ଯାଇ ଆସି ହିଁ ପାରୁନୁ ତାଙ୍କ ପାଖକୁ। ବନ୍ୟା ତ ବିଲ ବାଡି ବୁଡି ଯାଇଛି, ଗାଁ ଗଣ୍ଡାରେ ପାଣି ହେଇଯାଇଛି, ରାସ୍ତାଘାଟ ଯିବା ଆସିବା ପାଇଁ ବହୁତ ଅସୁବିଧା ହଉଛି। ପାଣି କାଲି ସନ୍ଧ୍ୟା 6ଟା ଭିତରେ ପାଣି ଆସି ପହଞ୍ଚିଲା। ଜଙ୍ଘେ ପେଟେ ପାଣି ହଉଛି, ଦେଖୁନାହାନ୍ତି କେତେ ପାଣି। ଗାଁରୁ ଆସିବା ବହୁତ ଅସୁବିଧା ହଉଛି। ଏଠି ଷୋଳମପୁର, ଚାଙ୍ଗୁଆ, ବରାହ ନୂଆପଡ଼ା, ଏପଟେ ମାଳଦା ପଞ୍ଚାୟତର ବହୁତ ଏରିଆ। ଧାନ ତଳି ତ ପଟୁ ଚଢିଯିବ, ଏଇଗୁଣି ସବୁ ଜମି ଆମର ପଢିଆ ପଡିଯିବ। ଆମେ ଏଇଗୁଣି ତଳି ପାଇମୁ କୋଉଠୁ, ରୋଇମୁ କେମିତି? ବର୍ତ୍ତମାନ ଆମ ତଳି ରୋଇବା ପାଇଁ ହେଇଯାଇଥିଲା ଉପଯୁକ୍ତ, ନା ବଢୁଛି ବର୍ତ୍ତମାନ। ଆଉ ପାଣି ତ କହୁଛନ୍ତି 10ଟା ବେଳକୁ ଠାକୁର ମୁଣ୍ଡା ପାଣି ପଡିବ, ଆଉ ବର୍ତ୍ତମାନ ଫେରେ ଅଧିକା ହେଇଯିବ, କେତେ ହବ ଆଉ ଆମେ ତ ଏତେ ଅନୁମାନ କରି କହିପାରୁନୁ, କିନ୍ତୁ ପାଣି ବଢିବାରେ ବହୁତ ସମ୍ଭାବନା ଅଛି।